সভাপতি ভাইস প্রেসিডেন্ট সন্তোষ নায়ক थे সন্তোষ নায়ক হয়েছেন তাঁর জায়গা খালি করছি এবং আমার ক্যাশিয়ার କାର୍ଯ୍ୟକ୍ରମ 4-5 ଜଣ ଭାଇସ୍ ପ୍ରେସିଡେଣ୍ଟ ରହନ୍ତି ଏବଂ ମାର୍ଗଦର୍ଶନ ଉପଦେଶ କରିପାରିବେ କୋଡ଼ିନେଟର 10 ଆଲୋଚନା କରିପାରିବେ ଏବଂ ମନମାଳିନ୍ୟ ଭାଙ୍ଗି କାହାକୁ କ'ଣ କହିଲା କାହାକୁ କ'ଣ ନ କହିଲା ତାକୁ ସବୁ ଛାଡ଼ି ଆମେ ଏକାଠି ହେବା ଦରକାର କାରଣ ଏକାଠି ହେଲେ ସଂସ୍ଥା ଆଗକୁ ଯିବ। ତେଣୁ ଯାହାର ଯାହା ଅସୁବିଧା ହେଉଛି ଗ୍ରିଭେନ୍ସରେ ଆପଣ ଲେଖିବେ କି ପର୍ଯ୍ୟନ୍ତ ସେ ପହଞ୍ଚୁଛନ୍ତି ଏବଂ ସବୁ ଜାଗାରେ ଗୋଟେ କଳାକାରର ଅସୁବିଧା ସୁଖ ଦୁଃଖକୁ ଉପସ୍ଥାପନା କରୁଛନ୍ତି ଏବଂ ତାର ସମାଧାନ ମଧ୍ୟ କରିବାକୁ କିଛି ଲୋକ ଅଛନ୍ତି ତାକୁ ବ୍ୟଙ୍ଗାତ୍ମକ ଅବସ୍ଥାରେ ନିଜର କିଛି ଭରଣ ପୋଷଣ କରିବା ପାଇଁ ପେଟ ପୂରେଇବା ପାଇଁ କାରଣ ମୁଁ ଚେଷ୍ଟା କରିଛି ସଂସ୍ଥା ପରିଶ୍ରମ କରିକି ସଂସ୍ଥାକୁ ଯିବା ପାଇଁ ଚେଷ୍ଟା କରିଛନ୍ତି। ଆପଣମାନଙ୍କର କଳାକାର ମାନେ ଯିଏ ବି କଳାକାର ହୁଅନ୍ତୁ ଟେକ୍ନିସିଆନ ହୁଅନ୍ତୁ ଯେଉଁମାନେ ଆମ ସଂସ୍ଥା ସହିତ ଜଡ଼ିତ ଅଛନ୍ତି ଏକାଠି ହେଇଛୁ ମଞ୍ଚରେ ଥିବା ମୋର ସମସ୍ତ ଭାଇ ଭଉଣୀ ଏବଂ ମଞ୍ଚ ସାମ୍ନାରେ ଥିବା ଆପଣ ସମସ୍ତେ ଜଣେ ଜଣେ ଆର୍ଟିଷ୍ଟ କଳାକାର ଆପଣମାନେ ଦିନ ରାତି ଅହରହ ପରିଶ୍ରମ କରୁଛନ୍ତି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ। ଆଉ ଗୋଟେ କଳାକାରର ସ୍ୱପ୍ନ ସେ ହିଁ ସବୁକିଛି ତାର ମହତ୍ତ୍ୱ ସେ ନିଜେ ଯେତିକି ଜାଣିଥାଏ ଦେଖୁଥିବା ଲୋକ କେବଳ ଆନନ୍ଦ ନିଅନ୍ତି ଉପଭୋଗ କରନ୍ତି କିଛି ଉଣା ଅଧିକ ହେଲେ କହିବାକୁ ବି ପଚାରନ୍ତି ନାହିଁ। କିନ୍ତୁ ତା ସହିତ ଜଣେ କଳାକାର ଯେଉଁ ପ୍ରକାର ଭାବରେ ମଜିଥାଏ ଏବଂ ସାଧନାରତ ଥାଏ ନିରନ୍ତର ଭାବରେ ସେଇ ସାଧନା ହିଁ ତାକୁ ବଞ୍ଚିବା ଖୋରାକ ଯୋଗାଉଥାଏ ସେଇ ସାଧନା ହିଁ ତାକୁ ଜୀବନର ବାଟ ଦେଖାଉଥାଏ। ତେଣୁ ଆମ ଭିତରେ ଯେଉଁ ପ୍ରତିଭାଟି ରହିଛି ସେଇ ପ୍ରତିଭାର ଯତ୍ନ ନେବା ତ ଆମ ସମସ୍ତଙ୍କର କର୍ତ୍ତବ୍ୟ ଦାୟିତ୍ୱ ଏବଂ ଆମେ ସମସ୍ତେ ସାଧନାରତ ଅଛୁ। ଏବେ ଏହି ସାଧନା କରୁ କରୁ ବେଳେବେଳେ ସାମାଜିକ ଜୀବନ ଆମେ ବଞ୍ଚୁଛୁ ସଂସାର ଭିତରେ ରହୁଛୁ ଅନେକ ଘାତ ପ୍ରତିଘାତ ସବୁକୁ ଆମକୁ ସାମ୍ନା କରିବାକୁ ପଡୁଛି। ତ ଏଇ ସଂସାର ଭିତରେ ହେଉଥିବା ଘଟଣା ଦୁର୍ଘଟଣା ସବୁ ଭିତରେ ଗୋଟେ କଳାକାର ଯେତେବେଳେ ବେଶୀ ହେଇଯାଏ ତାର ସେଇ ସୂକ୍ଷ୍ମ ପ୍ରତିଭା ଉପରେ ଆଘାତ ହୁଏ। ତେଣୁ ସେ ଆଘାତ କେମିତି ନ ହୁଏ ସେ ତାକୁ ଆମେ କେମିତି ଯତ୍ନ କରିପାରିବା ଏବଂ ସାଧନାମଗ୍ନ ହେଇପାରିବା। ଯଦି କୌଣସି କଳାକାର କିଛି ତାର ଅଧିକାର ତାର ହକରୁ ବଞ୍ଚିତ ହେଇଯାଉଛି ତେବେ ସେଇଟା ପାଇଁ ଆମେ ଲଢ଼େଇ କରିବା। ତେଣୁ ଏ ଯେଉଁ ଲଢ଼େଇ କରିବା ଆମକୁ ଏଇ ସମାଜ ହିଁ ଶିଖେଇଛି। ମ୍ୟାଡ଼ାମ କହିବି ଯେ ଆର ମଙ୍ଗଳ ହେଇକି ଆପଣ ଆଗରେ ରହନ୍ତୁ ଯେହେତୁ ସରକାର ଆପଣଙ୍କର ତେଣୁ ଆମେ ଆପଣଙ୍କ ପଛରେ ଥିବୁ କାଗଜ ପତ୍ର ଆପଣ ଧରିକି ଧନ୍ୟବାଦ। ବ୍ୟକ୍ତିକୁ ଜଡ଼ିତ କରିବା ପାଇଁ ପଡ଼ିବ ଯେମିତି ଆଜି ମ୍ୟାଡାମ ଏଠି ଉପସ୍ଥିତ ଅଛନ୍ତି ସେଇଭଳି ଏ ସଂସ୍ଥା ସହିତ ବଡ଼ ବଡ଼ ଲୋକମାନେ ଆମର ସେକ୍ରେଟାରୀ ଲେଭେଲରୁ ଆରମ୍ଭ କରି ମିନିଷ୍ଟ୍ରି ପର୍ଯ୍ୟନ୍ତ ଏବଂ ସେଣ୍ଟରରେ ମିନିଷ୍ଟ୍ରି ପର୍ଯ୍ୟନ୍ତ ସେ ଯାଇକି ଭେଟି ମୁଁ ହେଉଛି ପୂର୍ଣ୍ଣଚନ୍ଦ୍ର ବେହେରା ଓଡ଼ିଶା ସିନିୟର ୱାର୍କର୍ସ ଆସୋସିଏସନ୍ ଜେନେରାଲ ସେକ୍ରେଟାରୀ ଅଲ୍ ଇଣ୍ଡିଆ ସିନିୟର ୱାର୍କର୍ସ ଆସୋସିଏସନ୍ ଜେନେରାଲ ସେକ୍ରେଟାରୀ ଓଡ଼ିଶା ଷ୍ଟେଟ୍ ସେଟା। ଆଜି ଯେଉଁ ଆମେ ପ୍ରେସ୍ ମିଟ୍ ରଖିଛୁ ମୁଖ୍ୟ କଥା ଅକ୍ଟୋବର 20 ତାରିଖରେ ଯେଉଁ ଆମେ ବଲିଉଡ଼ ଏବଂ ବଲିଉଡ଼ ମିଶିକି ଆପଣଙ୍କୁ ସମର୍ଥନ କରିବୁ ଏବଂ ଚଳଚ୍ଚିତ୍ର ଆୱାର୍ଡ଼ ପୁରସ୍କାର ଦେବୁ ଏବଂ ସ୍କିଲ୍ ଇଣ୍ଡିଆ ଆମର ସଂସ୍ଥା ଆପ୍ଲିକେସନ୍ ହେଇଛି ଯାହା ସାଙ୍ଗରେ टाइप मीडिया एंटरटेनमेंट स्कीम आपको ओडिशा आम तार दायित्व सरकार आम दायित्व देती सारा ओडिशा पे आम जरिए सारा ओडिशा जो साहित्यिक कलाकार रंगीन और कैमेरामैन मेकअपमैन डायरेक्टर वीडियो डायरेक्टर सिंगर सब राइटर समस्ते स्किल इंडिया मीडिया एंटरटेनमेंट सेक्शन में गोटे स्किल ट्रेनिंग ने आम जयदेव भवन में अक्टोबर 20 तारिख में आम बर्तमान सुधा 700 आर्टिस्ट में आम सामिल कर सारूँ से सर्टिफिकेट पाइबे 1000 पाखापाखि आम कलाकार सामिल करूँ जयदेव भवन प्रोग्राम से आज जो साम्राज्य सम्मेलन आप डाकुचु से परिप्रेक्षी कथा मुख्य कथा हूँ
ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ ଯେବେ ଗଠନ କରାଗଲା ସେତେବେଳେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ କିଛି ସୁବିଧା ନଥିଲା ତାକୁ ଆମେ ସାମିଲ କରେଇ ଘର ପର୍ଯ୍ୟନ୍ତ ଆମେ ନେଇଗଲୁଣୁ ଘର ସାଂସଦ ବି ଅଲରେଡ଼ି ହେଇଛି ସରକାରଙ୍କ ଦ୍ୱାରା ଏବଂ ଆଉ ଯେଉଁ କଥା ଯେ ମିଡ଼ିଆ ଏଣ୍ଟରଟେନମେଣ୍ଟ ସହିତ ଆମେ ସାମିଲ ହେଇଛୁ ଏବଂ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ସାମିଲ ହେଇଛୁ ଏ ତିନିଟା ସଂସ୍ଥା ଜରିଆ ଆମେ ସାମିଲ ମିଶିଛୁ ଏବଂ ଏହାକୁ ବଢ଼ାଇବା ପାଇଁ ଆଗକୁ ନେବା ପାଇଁ ଆମ ଗାଁରେ ଯେଉଁ ଆମର ଅତିଥିମାନେ ଆଜି ଥିଲେ ଉପଦେଷ୍ଟା ମଣ୍ଡଳୀ ଥିଲେ ଆଜି ସୁମିତ ମୁଣ୍ଡୁ ମ୍ୟାଡ଼ାମଙ୍କୁ ଆମେ ଦାୟିତ୍ୱ ଉପଦେଷ୍ଟା ରଖିଛୁ ଏବଂ ତାକୁ ଏହି କାର୍ଯ୍ୟଭାର ଆଗକୁ ବଢ଼ାଇବା ପାଇଁ ତାଙ୍କ ସାହାରା ଆଶ୍ରା ନେଇଛି ଅନୁଷ୍ଠାନ ନେଇଛି ଏବଂ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛି ନିଶ୍ଚିତ ସହଯୋଗ କରିବେ ନିଶ୍ଚିତ ସଂସ୍ଥା ଆଗକୁ ଯିବ ଆଗାମୀ ଦିନରେ ଆମେ ୱେଲଫେୟାର କାର୍ଡ଼ ଲେବର କାର୍ଡ଼ ଯେଉଁ ସାରା ଓଡ଼ିଶାରେ ୱାର୍କରମାନଙ୍କୁ ଆମେ ଦେଇଛୁ ତାକୁ ବଢ଼ାଇବା ପାଇଁ ଆମେ ବର୍ତ୍ତମାନ ଆଜି କମିଶନ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଭାରତ ସରକାର ଶ୍ରମ ମନ୍ତ୍ରଣାଳୟ ତାଙ୍କର କମିଶନ ସାଙ୍ଗରେ ଆମେ ଆଲୋଚନା କରିଛୁ ଯେହେତୁ ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ସଂସ୍ଥା ଚାଲିଛି ଏବଂ ମାସକରେ ଥରେ ମାଗଣା ଔଷଧପତ୍ର ଯେତେ କଳାକାର ଅଛନ୍ତି ତାଙ୍କ ପରିବାର ସବୁ ମାଗଣା ଟୋଟାଲ ଟ୍ରିଟମେଣ୍ଟ ଭୁବନେଶ୍ୱରରୁ ଡାକ୍ତର ଗାଡ଼ି ଯାଉଛନ୍ତି ଫାର୍ମାସିଷ୍ଟ ଯାଉଛନ୍ତି ମାଗଣା ଔଷଧ ସବୁ ଦିଆଯାଉଛି ଏବଂ ଏଇ ଯୋଜନା ଆ ଭିତରେ ଅନେକ ସ୍କିମ୍ ବି ଭର୍ତ୍ତି କରିଛୁ ଏବଂ ଯାହା ଗଭର୍ଣ୍ଣମେଣ୍ଟର ସାଂସନ ଲେଟର ଅଛି ଆମକୁ ଦେଇଛନ୍ତି ତାର ଗାଇଡ଼ଲାଇନ୍ ୱାର୍କର କାର୍ଡ଼ରେ ବି ମିଳିଛି ସେ ୱାର୍କର ଯାହା ବେନିଫିଟ୍ ଅଛି ତାକୁ ଦେବୁ ଆଜିର ଯେଉଁ ମୁଖ୍ୟ କଥା ହେଲା ଆଗାମୀ ଦିନରେ ଯେଉଁ କାର୍ଯ୍ୟକ୍ରମ କରିବୁ ତାର କମିଟି ଫର୍ମେସନ୍ ଆଜି କରାଗଲା ଏଥିରୁ ଦାୟିତ୍ୱ ଯେଉଁମାନଙ୍କୁ ଦିଆଗଲା ସେମାନେ ଦାୟିତ୍ୱ ବୁଝିବେ ସିନେ ସମାଜର ମାଗାଜିନ୍ ବାହାରିବ ସିନେମା ଭିତ୍ତିକ ମାଗାଜିନ୍ ଏବଂ ମେଘମାନଙ୍କର ସାହିତ୍ୟ ପତ୍ରିକା ତାକୁ ନେଇକି ମାଗାଜିନ୍ ଦୁଇଟା ଉନ୍ମୋଚିତ ସେଠି ହେବ ଏବଂ ମୁଖ୍ୟ କଥା ହେଲା ସରକାରଙ୍କ ପାଖରେ ଆମେ ଦାବି କେନ୍ଦ୍ର ସରକାରଙ୍କ ଭିତରେ ଆମେ ଯାଉଥିଲୁ ଯାହା ସୁବିଧା ପାଉଥିଲୁ ଓଡ଼ିଶାରୁ ସେ ପ୍ରତିନିଧିତ୍ୱ କରିବା ପାଇଁ ଆମ ପାଖରେ ଯେଉଁ ସପୋର୍ଟିଂ ଆମକୁ ମିଳିଲା ତାକୁ ଆମେ ନିଶ୍ଚିତ ଭାବରେ କାମରେ ଲଗାଇବୁ ଏବଂ ସାରା ଓଡ଼ିଶାବାସୀ ଏହି ଆସୋସିଏସନ୍ ମାଧ୍ୟମରେ ଯେଉଁମାନେ ୱାର୍କର୍ସ ଅଛନ୍ତି ୱାର୍କର୍ସ ବୋଲିକି କେବଳ ପ୍ରଯୋଜକକୁ ଛାଡ଼ିଦେଲେ କ୍ୟାମେରାମ୍ୟାନ୍ ମେକଅପ୍ ମ୍ୟାନ୍ ମ୍ୟୁଜିକ୍ ଡାଇରେକ୍ଟର ମାନେ ଆକ୍ଟର ଏବଂ ସମସ୍ତେ ୱାର୍କର ମାନେ ଯିଏ ପାରିଶ୍ରମିକ ପାଇକି ଶ୍ରମ ବଦଳରେ ପାରିଶ୍ରମିକ ପାଉଛି ସେ ହେଉଛି ୱାର୍କର ନାଇଁ ମୁଁ ଜଣେ ଆର୍ଟିଷ୍ଟ ମୁଁ ଜଣେ ଟେକ୍ନିସିଆନ୍ ସେଇଟା ନାହିଁ ଗଭର୍ଣ୍ଣମେଣ୍ଟ ଭାରତ ସରକାର ଯେଉଁ ଗାଇଡ଼ଲାଇନ୍ ଅଛି ଆମେ ସେଇ ଗାଇଡ଼ଲାଇନ୍ରେ ସଂସ୍ଥା ତିଆରି ହେଇଛି ୱାର୍କର୍ସ ଆସୋସିଏସନ୍ ଏବଂ ତାହାରି ମାଧ୍ୟମରେ ଆମେ ସମସ୍ତଙ୍କୁ ଜଣାଉଛୁ ସାରା ଓଡ଼ିଶାବାସୀକି ସମସ୍ତେ ଏକୁ ସାମିଲ ହୁଅନ୍ତୁ ଏବଂ ଯେଉଁ ଯୋଜନା ଅଛି ଆମେ ଆରମ୍ଭ କରିଛୁ ସେ ଯୋଜନାରେ ସମସ୍ତେ ସାମିଲ ହୁଅନ୍ତୁ ସବୁ କଳାକାର ଲୋକ କଳାକାର ମଧ୍ୟ ସାମିଲ ହେବେ ଏବଂ ସମସ୍ତଙ୍କୁ ଆମେ ସାର୍ଟିଫିକେଟ୍ ପ୍ରଦାନ କରିବୁ ଏବଂ ମିଡ଼ିଆ ଓ ଏଣ୍ଟରଟେନମେଣ୍ଟ ବିଭାଗକୁ ସାରା ଓଡ଼ିଶାରେ ପ୍ରଚାର ପ୍ରସାର କରିବା ପାଇଁ ଆମେ ଅଛୁ ଏବଂ ଶ୍ରମ ମନ୍ତ୍ରଣାଳୟ ଭାରତ ସରକାରଙ୍କର ଲେବର କାର୍ଡ଼ ହେଇଛି ତେଣୁ ସମସ୍ତେ ବହୁତ କଳାକାର ଜାଣିନାହାନ୍ତି ସରକାରଙ୍କର ଗୋଟେ ଭାରତ ସରକାର ଲେବର କାର୍ଡ଼ ଅଛି ବୋଲି ଏବଂ କଳାକାରମାନେ ସେ ଲେବର କାର୍ଡ଼ ତିଆରି ହେଇଛି ବୋଲି ଲୋକମାନେ ଜାଣିନାହାନ୍ତି ଆମେ ଆୱାରନେସ୍ ହଅନ୍ତୁ ସମସ୍ତେ ଆମେ ସାମିଲ ହୁଅନ୍ତୁ ଏବଂ ଏ ସଂସ୍ଥା ଆଗକୁ ଯାଉ ସମସ୍ତଙ୍କର ସହଯୋଗରେ ସଂସ୍ଥାକୁ ଆଗକୁ ବଢ଼ିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି ଆଜି ସମସ୍ତଙ୍କୁ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର କରିକି ଆଜି କାର୍ଯ୍ୟକ୍ରମ ଏଠି ଆମେ ଭାଇ କୁହନ୍ତୁ ଆପଣ ସମସ୍ତଙ୍କୁ କଳାକାର ଦିବସ ଅବସରରେ ଅଭିନନ୍ଦନ ଗୋଟେ ଉଦ୍ବେଗ ଆପଣମାନେ ପ୍ରକାଶ କଲେ ଯେ ପ୍ରେକ୍ଷାଳୟ ସଂଖ୍ୟା କମୁଛି କିନ୍ତୁ ଗୋଟେ ଖୁସିର କଥା ଯେ ଆପଣମାନଙ୍କୁ ଡିଜିଟାଲ ପ୍ଲାଟଫର୍ମ ମିଳିଛି ଆଗରୁ ମୁକ୍ତାକାଶ ରଙ୍ଗମଞ୍ଚ ଥିଲା ତାପରେ ରଙ୍ଗମଞ୍ଚ ଆସିଲା ଏବେ ଡିଜିଟାଲ ମଞ୍ଚ ମିଳିଗଲାଣି ଆପଣ OTT ହଉ ୟୁଟ୍ୟୁବ୍ ହଉ ଫେସବୁକ୍ ହଉ ଇନଷ୍ଟାଗ୍ରାମ୍ ହଉ ଯେଉଁଥିରେ ହଉ ଯିଏ କଳାକାର ସେ ତାର କଳାର ପ୍ରତିଭା ଦେଖାଇ ପାରିବେ ତେଣୁ ଏଇଟା ଗୋଟେ ଭଲ ବିକଳ୍ପ ଭାବରେ ଆସୁଛି ଆଉ ଆଗରୁ ସେମିତି ପ୍ରଡ୍ୟୁସରଙ୍କ ପାଖରୁ ପଇସା ପାଇଁ ବି ଅପେକ୍ଷା କରିବାକୁ ପଡ଼ୁନି ନିଜେ ୟୁଟ୍ୟୁବ୍ରେ ଅପଲୋଡ଼ କଲେ ପ୍ରଶଂସା ମିଳିଲା କଳାର ତାଙ୍କ ଆଗ୍ରହ ହେଲା ଆଉ ତାପରେ ସେ ପଇସା ମଧ୍ୟ ପାଇପାରିଲେ ତେଣୁ ଏଇଟା ଏ ପ୍ରସଙ୍ଗରେ କ'ଣ କହିବେ ଏଇଟା ତ ଗୋଟେ ଭଲ ଜିନିଷ ଆସିଛି ଆପଣଙ୍କ ନିଶ୍ଚିତ ଭାବେ ଆଜି ବିଶ୍ୱ କଳାକାର ଉତ୍ସବ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଆଜି ଆମର ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍ ତରଫରୁ ମାଷ୍ଟର କ୍ୟାଣ୍ଟିନ୍ରେ ଛକ ଉପରେ ଆମର ଯେଉଁ ଜାଗା ଅଛି ବୁଲନ ଭାଇଙ୍କର ଘର ଯେଉଁ ଆମର ଯେଉଁଠି ଫଙ୍କସନ୍ ହୁଏ ସେଠି କରୁଥିବାରୁ ମୁଁ ଆଜି ଉପସ୍ଥିତ ଥିବା ସମସ୍ତଙ୍କୁ ଏବଂ ଆମ ସମସ୍ତ ଅତିଥିବୃନ୍ଦଙ୍କୁ ମୁଁ ସଭାପତି ହିସାବରେ ସମସ୍ତଙ୍କୁ ଧନ୍ୟବାଦ ବା କୃତଜ୍ଞତା ଜ୍ଞାପନ କରୁଛି ଆଉ ମୋର ପ୍ରେସ୍ ଭାଇମାନେ ଯେଉଁମାନେ ଏଠି ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ମଧ୍ୟ ମୁଁ ମୋର ହୃଦୟର କୃତଜ୍ଞତା ଧନ୍ୟବାଦ ଜଣାଉଛି ଯେଉଁ ପ୍ରଶ୍ନଟି ଆପଣ କଲେ ମୁଁ ଗୋଟେ କଳାକାର ହିସାବରେ ଆପଣ ଯେଉଁ ଆରମ୍ଭ କଲେ ତା କଳା ମଞ୍ଚଠୁ ଆରମ୍ଭ କରି ତାପରେ ଥିଏଟରରୁ ଆରମ୍ଭ କରି ଡ୍ରାମାଠୁ ଆରମ୍ଭ କରି ସିନେମାଠୁ ଆରମ୍ଭ କରି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବା ଆମର ବର୍ତ୍ତମାନ ଯେଉଁ OTT ପର୍ଯ୍ୟନ୍ତ ଆପଣ କହିଲେ ପ୍ଲାଟଫର୍ମ ପର୍ଯ୍ୟନ୍ତ ସେଥିରେ କାମ କରୁଥିବା ସମସ୍ତେ କଳାକାର ହିଁ କଳାକାର ସବୁ ଟେକ୍ନିସିଆନ୍ ହିଁ ଟେକ୍ନିସିଆନ୍ ଯିଏ ଘୋଡ଼ା ନାଚର ନଚଉଛି ସିଏ ବି ଗୋଟେ କଳାକାର ଯିଏ ଦାସକାଠିଆ ବଜାଉଛି ସିଏ ବି ଗୋଟେ କଳାକାର ସିଏ କିଏ ଅଭିନୟ କରୁଛି ସିଏ ମ୍ୟୁଜିକ୍ ବା ସଙ୍ଗୀତ ପରିବେଷଣ କରୁଛି ତେଣୁ ଆମେ ଆମର ଯେଉଁ ସଂସ୍ଥାଟି ଏଥିରେ ଏଠାରେ ସିନେ ୱାର୍କର୍ସ ଆସୋସିଏସନ୍ ମାନେ ଏଥିରେ ଯିଏ ଲାଇଟ୍ ବି ଟେକୁଛି ସିଏ ବି ଆସୋସିଏସନ୍ରେ ଆମର ମେମ୍ବର ହେଇପାରିବ ଯିଏ ସିନେମା ସହିତ ଜଡ଼ିତ ଥିବ
ତେଣୁ ଆମର ଆଜି ଯେଉଁ ସଭ୍ୟମାନଙ୍କର ସଂଖ୍ୟା ଅଛି 5,500 ପହଞ୍ଚିଲାଣି। ତା ଭିତରୁ ଆମ ସଂସ୍ଥାରୁ ଆମର ସମ୍ପାଦକ 3,500 ମେମ୍ବର୍ସକୁ ବର୍ତ୍ତମାନ ସୁଦ୍ଧା ଆମେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଅନୁମୋଦନରେ ତାଙ୍କୁ ଯେଉଁ ଭତ୍ତା ମିଳୁଛି 3,500 ସଦସ୍ୟଙ୍କୁ ମିଳିଲାନି ଏବଂ ଆମେ ଖୁବ୍ ଶୀଘ୍ର ଆକୁ ଆମର ସମ୍ପୂର୍ଣ୍ଣ ଭାବେ 100% କରିବା ପାଇଁ ଚେଷ୍ଟା କରୁଛୁ। ସେଥିପାଇଁ ଆମର ସମ୍ପାଦକ ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ପୂର୍ଣ୍ଣବାବୁ ଏବଂ ଆମେ ଆଜି ଏଠି ମ୍ୟାଡ଼ାମକୁ ପାଇଛୁ ଏବଂ ତାଙ୍କ ପାଖରେ ଆମେ ଅଭିଯୋଗ ପତ୍ର ମଧ୍ୟ ଦାଖଲ କରିଛୁ। ମ୍ୟାଡ଼ାମ ଆକୁ ନିଶ୍ଚିତ ଆମକୁ ସହଯୋଗ କରିବେ ମଧ୍ୟ ପ୍ରତିଶ୍ରୁତି ଦେଇସାରିଲେଣି। ଏଠି ଭାଇନା ଅଛନ୍ତି, ଆପଣମାନେ ସମସ୍ତେ ଚିହ୍ନିଛନ୍ତି ଭାଇନାଙ୍କୁ। ଜଣେ ପ୍ରଖ୍ୟାତ ମ୍ୟୁଜିକ୍ ଡାଇରେକ୍ଟର ହିସାବରେ ପ୍ରଶାନ୍ତ ପାଢ଼ୀକି କିଏ ଜାଣିନାହିଁ। ସେଠି ମୋର ବନ୍ଧୁ ପ୍ରଣୟ ଜେଠି ମିଡ଼ିଆ ପାର୍ଟନର ଉପସ୍ଥିତ ଅଛନ୍ତି। ସେଠି ମ୍ୟାଡ଼ାମ ଅଛନ୍ତି ଯେ ପ୍ରେସ୍ର ଏବଂ ସବୁ ପ୍ରକାର ମାନେ ଅଲ୍ ଇନ୍ ୱାନ୍ ଯାହାକୁ କହନ୍ତି ସେ ବି ଉପସ୍ଥିତ ଅଛନ୍ତି ଏବଂ ଆମର ସଦସ୍ୟମାନେ ଅଛନ୍ତି। ମୋର କହିବାର କଥା ହେଉଛି ଆପଣ ପ୍ରେକ୍ଷାଳୟ କଥା କହିଲେ ନିଶ୍ଚିତ ଭାବରେ ପ୍ରେକ୍ଷାଳୟ ଦରକାର, ଡିଷ୍ଟ୍ରିବ୍ୟୁସନ୍ ଠିକ୍ ହେବା ଦରକାର। ଆମେ ପୋଖରୀରେ ମାଛ ବଢ଼େଇଛନ୍ତି, ମାଛ ଚାଷ କରିଛନ୍ତି, ମାଛ ବଡ଼ ବଡ଼ ହେଉଛନ୍ତି, ତାକୁ ବିକ୍ରି କରିବା ପାଇଁ ଆମ ପାଖରେ ସାମର୍ଥ୍ୟ ନାହିଁ, ସାପକ୍ଷ ନାହିଁ ଆମ ପାଖରେ ଲୋକ ନାହାନ୍ତି, ମାଧ୍ୟମ ନାହିଁ। ଆମେ ନେଇକି ବିକ୍ରି କରିପାରିବାନି ମାଛ ବଡ଼ ହେବେ, ପଚିବେ, ମରିବେ। ତେଣୁ ଆମେ ସିନେମାଟି ତିଆରି କରିଦେବା ବଡ଼ ଜିନିଷ ନୁହଁ, ତାକୁ ନେଇ ବିକ୍ରି କରିବା ପାଇଁ ପଡ଼ିବ। ମୁଁ ଗୋଟେ ପ୍ରଡ୍ୟୁସର ହିସାବରେ ବି କହିବି, କଳାକାର ହିସାବରେ ନୁହଁ, ଏଠି ପ୍ରଡ୍ୟୁସର ହିସାବରେ କହିବି। ମୁଁ 2ଟି ସିନେମା କରିସାରିଛି କିନ୍ତୁ ତାକୁ ବିକ୍ରି କରିବା ପାଇଁ ସାହସ କରିପାରୁନି, କାରଣ ମୋର ଯେଉଁ ଖର୍ଚ୍ଚ ଯେତିକି କରିଛି, ମୁଁ ଯଦି ଚାହୁଁଛି ବର୍ତ୍ତମାନ ସିନେମାର ଅବସ୍ଥା ଯାହା ଓଡ଼ିଶାରେ ରିଲିଜ୍ କଲେ କେତେ ପଇସା ଆସିବ ଆଉ ରାଇଟ୍ସ ବିକ୍ରି କଲେ କେତେ ପଇସା ପାଇବି, ସେଟାକୁ ମୁଁ ବସି ଡେଲି ଅଙ୍କ କଷିଲା ଭଳିଆ କଷୁଛି, କାଲକୁଲେଟ୍ କରୁଛି ତାକୁ ଯେ ମୋର କେତେ ଟଙ୍କା ଲସ୍ ହେବ। ମୁଁ ଯେତେବେଳେ ସିନେମା କରିଥିଲି ସେତେବେଳେ ଭାବିନଥିଲି ଯେ ଲସ୍ କରିବା ପାଇଁ ସିନେମା କରୁଛି। ସେଇଭଳିଆ ଯେତେବେଳେ ଗୋଟେ ପ୍ରଡ୍ୟୁସର ଆସୁଛନ୍ତି ସିନେମା କରିବା ପାଇଁ, ସେ ଭାବୁଛନ୍ତି ଆମେ ଇଣ୍ଡଷ୍ଟ୍ରିରେ କାମ କରି କିଛି ଲାଭ କରିବା ବୋଲି। ସେ ସିନେମା ଗୋଟେ ଶିଳ୍ପ, ଗୋଟେ ଇଣ୍ଡଷ୍ଟ୍ରି। ସେଠି ଯେତେବେଳେ ଆସନ୍ତି ଲୋକ ଗୋଟେ ବିଜନେସ୍ କରିବା ପାଇଁ, କିଛି ଲାଭ କରିବା ପାଇଁ ଆସନ୍ତି। ମୁନାଫା ନହେଲେ କୌଣସି ଲୋକ କେଉଁ ଜାଗାରେ ବିଜନେସ୍ କରିବା ପାଇଁ ଯିବେନି। ହଁ, ଅକେଜନାଲି ସେଟା ଲସ୍ରେ ପରିଣତ ହେଇପାରେ, କାରଣ ସିନେମା ଇଣ୍ଡଷ୍ଟ୍ରିକୁ ସମସ୍ତେ ଗୋଟେ ଜୁଆ ବୋଲି କହନ୍ତି ବା ଇଟ୍ସ ଏ ଗ୍ୟାମ୍ବଲ୍ ଗେମ୍। ତେଣୁ ଆମେ ଜୁଆ ଲଗେଇଲା ଭଳିଆ ଲଗାଉଛନ୍ତି, ହୁଏତ ହ୍ୟୁଜ୍ ମନି ଆସିପାରେ, ନହେଲେ ଲସ୍ ହେଇପାରେ। ବଟ୍ ଆମର ଯଦି 3ଟା ସିନେମା ଲସ୍ ହେଉଛି, ଆଗରୁ ଯେତେବେଳେ ବଡ଼ ବଡ଼ ସିନେମା ପ୍ରଡକ୍ସନ୍ସ ହାଉସ୍ ଥିଲା, ଲାଇକ୍ ଆମର ବ୍ରଜରାଜ ମୁଭିଜ୍ ହୁଅନ୍ତୁ, କିଛି ମାନେ ବଡ଼ ବଡ଼ ସିନେମା ହାଉସ୍, ସୁଭାଷ ଭାଇ ମରିଗଲେ ସେ ଥାନ୍ତି, ସେମାନେ 3ଟା ସିନେମାର ଲସ୍ ଯଦି କରୁଥିଲେ, ସେ ଗୋଟିଏ ସିନେମାରେ ସେ ଲାଭ କରୁଥିଲେ, ତାକୁ ସେ ରିକଭର କରିଦେଉଥିଲେ। ତ ଏଇଟା ଥିଲା ଆମର ଇଣ୍ଡଷ୍ଟ୍ରି। କିନ୍ତୁ ବର୍ତ୍ତମାନ ଆମେ ପୁରା କନଫର୍ମ ସିନେମା କଲାବେଳେ ଆମେ ଜାଣୁଛନ୍ତି ଯେ ଆମର ଲସ୍ ହେବ, କିନ୍ତୁ ସେଟା ବର୍ତ୍ତମାନ ପୁଣ୍ୟଚ୍ଛେଦ ପଡ଼ିଛି। ଏବେ ନିକଟରେ ଏଠି ବସିଛନ୍ତି ପ୍ରଣୟ ଜେଠି, ଆମର ମିଡ଼ିଆ ପାର୍ଟନର, ସେ ଜାଣିଛନ୍ତି ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ପାୱାର ସିନେମା ବର୍ତ୍ତମାନ ଗ୍ରସ୍ 5.5-3.5 କୋଟି ଟଙ୍କା ବେପାର କରିସାରିଲାଣି। ତ ଏଟା ଗୋଟେ ଶୁଭ ସୂଚନା ଯେ ଲୋକ ଓଡ଼ିଆ ସିନେମା ଦେଖୁଛନ୍ତି। ଆମେ ଭାବୁଥିଲେ ଲୋକ ଆକୁ ରିଫ୍ୟୁଜ୍ କରୁଛନ୍ତି, ନାଇଁ ନା, ଓଡ଼ିଆ ସିନେମା ନ ଦେଖିଥିଲେ 3.5 କୋଟି ଟଙ୍କା ବିଜନେସ୍ ହେଇଥାନ୍ତା। ତା ସାଙ୍ଗରେ ପୁଣି ପଡ଼ିଥିଲା କଲ୍କି, ଏତେ ବଡ଼ ସିନେମା ପଡ଼ିକି। ତ ଓଡ଼ିଆ ଦର୍ଶକମାନେ ଓଡ଼ିଆ ଦେଖିବା ପାଇଁ ଇଚ୍ଛୁକ। ଯଦି ଓଡ଼ିଆ ସିନେମା ହୁଏ, ଯଦି ଓଡ଼ିଆ ସିନେମାର ଯେଉଁଠି ଥାଏ ଯେଉଁ ବାସ୍ନା ଝୁଙ୍କ ବା ଆମର ଯେଉଁଟା କୁହନ୍ତି ଆମର ମାନେ ଆମର ଓଡ଼ିଶାର ଜିନିଷ ଥାଏ ବା ସରଳ ହେଇଥାଏ ସିନେମାଟି, କଳାକାରମାନେ ଭଲ ଅଭିନୟ କରିଥାନ୍ତି, ଟେକ୍ନିସିଆନ୍ ମାନେ ଡାଇରେକ୍ଟର ଭଲ ଡିରେକ୍ସନ୍ ଦେଇଥାନ୍ତି, ଆଉ କାହାଣୀ ଏବଂ ତାର ଚିତ୍ରନାଟ୍ୟ ଠିକ୍ ଥାଏ, ତାହେଲେ ସିନେମା ନିଶ୍ଚିତ ଦେଖିବେ ଏବଂ ଦେଖିକି ବିଜନେସ୍ କରିବେ। এটা ପ୍ରମାଣ ଆପଣମାନେ ଦେଖି ଚାଲିଛନ୍ତି ପାୱାର। ତେଣୁ ଆମେ ଭଲ ସିନେମା କରିବା ଏବଂ ଯେଉଁ କଳାକାରମାନଙ୍କୁ ନେବା, ସେ କଳାକାର କେଉଁଠି ଫିଟ୍ ହେଉଛି ତାକୁ ନେବା। ମୁଁ ତମ ସାଙ୍ଗରେ ଅଛି ବୋଲି ମୁଁ ଚରିତ୍ର କରିପାରିବିନି, ମୋତେ ଜବରଦସ୍ତି ନିଅନ୍ତି। ସେଠି ଯଦି ପୁନ ଲାଗୁଛନ୍ତି ତାହେଲେ ପୁନକୁ ନିଅ। ତେଣୁ ଏ ଯେଉଁ କମ୍ପ୍ରମାଇଜ୍ ଜିନିଷଟା ଆମ ଓଡ଼ିଶାରୁ ଯେଉଁଦିନ ହଟିବ, ଭଲ ସିନେମା ହେବ। ଗ୍ରୁପିଜିମ୍ ହଟିବ, ଭଲ ସିନେମା ହେବ। ମନୋପଲି ହଟିବ, ଭଲ ସିନେମା ହେବ। ପ୍ରଫେସନାଲିଜିମ୍ ବଢ଼ିବ, ଭଲ ସିନେମା ହେବ। କାରଣ ମୁଁ 6ଟା-7ଟା ଷ୍ଟେଟ୍ରେ କାମ କରୁଛି ଇଣ୍ଡଷ୍ଟ୍ରିରେ। ମୁଁ ଦେଖୁଛି ବିଭିନ୍ନ ପ୍ରକାର ଇଣ୍ଡଷ୍ଟ୍ରିରେ ବିଭିନ୍ନ ପ୍ରକାର ଜିନିଷ। ଆପଣ ଭୋଜପୁରୀ ଇଣ୍ଡଷ୍ଟ୍ରି ଦେଖନ୍ତୁ, ତାଙ୍କ ସିନେମା ଦେଖନ୍ତୁ, କିଛି ବୁଝିପାରିବେନି। ଗୀତ 12ଟା ଥିବ, 14ଟା ଖଣ୍ଡେ ଗୀତ ଥିବ, 8ଟା ଖଣ୍ଡେ ଗୀତ ଥିବ, ତା ଦେହରେ କିଛି ନଥିବ। କିନ୍ତୁ ତାଙ୍କର ଓଭରସିଜ୍ରେ ବିଜନେସ୍ ହେଉଛି। ତାଙ୍କ କଳାକାରମାନଙ୍କୁ ଡକା ହେଉଛି ବଡ଼ ବଡ଼ ଶୋରେ ବମ୍ବେରେ। ଆପଣ ଦେଖନ୍ତୁ, ଖେସାରୀ ଲାଲ ହୁଅନ୍ତୁ କି ଆମର ଯିଏ ବି ତାଙ୍କର ମନୋଜ ତିୱାରୀ ହୁଅନ୍ତୁ, ତାଙ୍କର ସମସ୍ତଙ୍କୁ ସେମାନେ ଡାକୁଛନ୍ତି, ତାଙ୍କୁ ରେସ୍ପେକ୍ଟ ମିଳୁଛି ବମ୍ବେ ଆଜି କୌଣସି ରିଆଲିଟି ଶୋରେ।
ଆମର ଓଡ଼ିଆରୁ କେତେଟା କଳାକାର ଯାଉଛନ୍ତି କି ଯାଉନାହାନ୍ତି କାରଣ ତାଙ୍କଠୁ ପୁରୁଣା ଇଣ୍ଡଷ୍ଟ୍ରି ହେଇକି 36 ମସିହାରେ ସୀତା ବିବାହ କରିଥିଲେ ଆମ ଇଣ୍ଡଷ୍ଟ୍ରିରେ ସବୁଠାରୁ ପୁରାତନ ଇଣ୍ଡଷ୍ଟ୍ରି କହିଲେ ବି ମାନେ ଏଟାକୁ କୁହାଯାଇ ପାରିବ 100%। ଏଟା ମାନେ ଆପଣ କହିପାରିବେନି ଯେ ଓଡ଼ିଆ ଇଣ୍ଡଷ୍ଟ୍ରି ଗୋଟେ ସେକେଣ୍ଡ ଓଲ୍ଡେଷ୍ଟ ଇଣ୍ଡଷ୍ଟ୍ରି ଆମର, କିନ୍ତୁ ଆମର କୌଣସି କଳାକାର ଯାଇ କୋଉଠି ଠିଆ ହଉନାହାନ୍ତି କାହିଁକି? ଏକରେ ଗୋରଟଣା ନୀତି। ପଛକୁ ଆସ ଷ୍ଟାର୍ଟ। ମ୍ୟାଡ଼ାମ୍ କ'ଣ କହିବେ ନୂଆ ସରକାରରେ ସିନେମା ଶିଳ୍ପ ପାଇଁ କିଛି ଫୋକସ୍ ରହିବ କି? ନିଶ୍ଚିତ ଭାବରେ ଆଜି ବିଶ୍ୱ କଳାକାର ଦିବସ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ। ଆଜି ସିନେମା ୱାର୍କର୍ସ ଆସୋସିଏସନ୍ ତରଫରୁ ଏଇ ଯେଉଁ ସମସ୍ତ କଳାକାରଙ୍କୁ ନେଇକରି ଆଜି ତାଙ୍କର କମିଟି ଫର୍ମେସନ୍ କରିବା ସହିତ ସେମାନେ କେତୋଟି ବିଷୟ ଉପରେ ଆଲୋକପାତ କରିଛନ୍ତି ଏବଂ ଚର୍ଚ୍ଚା କଲୁ ଆମେ ଏଠି। ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟି ଦେଖନ୍ତୁ କଳାକାରମାନଙ୍କ ପାଇଁ ଯେଉଁ ଭତ୍ତାଟା ରଖାହେଇଥିଲା ସେଇଟା କେମିତି ସମସ୍ତ କଳାକାରଙ୍କୁ ମିଳିବ ସେଇଥିପାଇଁ ସେ ପ୍ରୟତ୍ନ କରିଆସୁଛି ନିରନ୍ତର ଭାବରେ ଏବଂ ଯେଉଁଠି 5,000 କଳାକାର ଅଛନ୍ତି ସେଠି 1200-1300 କଳାକାର ପାଇଥିଲେ ଆଉ ଅନ୍ୟମାନେ ପାଇନଥିଲେ। ତା ଭିତରେ ଆମେ ଦେଖିଲୁ ଯେତେବେଳେ 1200-1300 ମାନେ କିଏ ଅଛନ୍ତି ତା ଭିତରେ କଳାକାର ନାହାନ୍ତି, ସେଠିରେ ଅନ୍ୟମାନେ ଅଛନ୍ତି କଳାକାରଙ୍କ ଭତ୍ତାକୁ ସେମାନେ ନେଉଥିଲେ କିନ୍ତୁ ପ୍ରକୃତ କଳାକାରମାନେ ପାଇପାରୁନଥିଲେ। ଯେଉଁଟାକି ଏହି ୱାର୍କର ଆସୋସିଏସନ୍ ସିନେମା ୱାର୍କର୍ସ ଆସୋସିଏସନ୍ କାମ କଲା ଏବଂ ବହୁତ ଜଣଙ୍କୁ ସେମାନେ କଳାକାରମାନେ କେବେ ତାଙ୍କ ଭତ୍ତା ପାଇପାରିବେ ସେଇଥିପାଇଁ ଗତ ଦିନରେ ସେମାନେ କାମ କରିଛନ୍ତି। ମୋତେ ଏ କଥାଟି ବହୁତ ଭଲ ଲାଗିଲା, ତେଣୁ ତାଙ୍କର ଏହି ପ୍ରସ୍ତାବଟିକୁ ଆଜି ମୁଁ ଗ୍ରହଣ ବି କରିଛି ଯେ ମୁଁ ତାଙ୍କର କମିଟି ସହିତ ରହିବି, ସେମାନଙ୍କ ସହିତ ରହିବି ଏବଂ କଳାକାରମାନଙ୍କ ପାଇଁ ସାହିତ୍ୟିକମାନଙ୍କ ପାଇଁ ଯାହା କାର୍ଯ୍ୟ କରିବାକୁ ଅଛି ଆଗକୁ ତାଙ୍କ ହକ୍ ପାଇଁକି ନିଶ୍ଚିତ ଭାବରେ ଆମେ ତାଙ୍କର ହକ୍ଟା କେମିତି ପାଇବେ ତାହା ସରକାରଙ୍କ ପାଖରେ ବି ପ୍ରସ୍ତାବ ରଖିବୁ, କଥା ରଖିବୁ ଏବଂ କ'ଣ କଲେ କଳାକାରମାନଙ୍କର ଆହୁରି ବିକାଶ ହେଇପାରିବ, ସେମାନେ ଆହୁରି ଭଲ ଜୀବନଯାପନ କରିପାରିବେ ସେଇ କଥା ମଧ୍ୟ ଉପସ୍ଥାପନ କରିବୁ। ନିକଟରେ ଆମେ ବୋଲଗଡ଼ ବେଗୁନିଆଠାରେ ଏକ ସଭା ଆମର ଶ୍ରମିକ ଦିବସ ଦିନ ଆମେ ଅନୁଷ୍ଠିତ କରିଥିଲୁ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ। ସେଠିକାର ଅନେକ କଳାକାରମାନେ ସେଠି ଉପସ୍ଥିତ ହେଇଥିଲେ ଏବଂ ସେମାନଙ୍କୁ ଆମେ ଟ୍ରଫି ସହିତ ତାଙ୍କର କାର୍ଯ୍ୟ ପାଇଁ ଆମେ ତାଙ୍କୁ ସମ୍ମାନର ପତ୍ର ବା ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିଥିଲୁ। ତେଣୁ ଆମ ସଂସ୍ଥାଟି ବର୍ତ୍ତମାନ ଟେକ୍ନିକାଲି ଯଦି କୁହାଯିବ ସରକାରଙ୍କ ଅନୁମୋଦନକୁ ଆରମ୍ଭ କରିକି କେନ୍ଦ୍ର ସରକାରଙ୍କ ତରଫରୁ ଅନୁମୋଦନ ପାଇଲା ପର୍ଯ୍ୟନ୍ତ ବହୁତ ଜିନିଷ ବର୍ତ୍ତମାନ ପାଇସାରିଲାଣି। ଯେମିତିକି ବହୁତ ସଂସ୍ଥା ଆମ ଓଡ଼ିଶାରେ ଅଛି କଳାକାର ସଂସ୍ଥା, କିନ୍ତୁ ଆମ ସଂସ୍ଥାରେ କର୍ମକର୍ତ୍ତା ମାନଙ୍କର କଳାକାର